ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିଲେ ଟିକରପଡ଼ା ପଞ୍ଚାୟତର ଏହି 5ଟି ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଉଛି। ଗତ 1 ମାସ ମଧ୍ୟରେ ସେମାନେ ତିନି ଥର ବନ୍ୟା ଦେଖିଲେଣି। ବର୍ତ୍ତମାନ ଆମେ ଯେଉଁଠି ଯାଉଛୁ ମହାନଦୀ ସାତକୋଶିଆ ଗଣ୍ଡର ଯେଉଁଟାକି କରଡ଼ାପଡ଼ା ଠାରୁ ଗଇନ୍ଦି, ବେହେରାସାହି, ମଝିପଡ଼ା ଏବଂ ରାମିଗୁଣ୍ଡା ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ସେ ରାସ୍ତାରେ ଯାଉଛୁ। ଆପଣମାନେ ଦେଖିପାରୁଥିବେ ସେ ରାସ୍ତାରେ ବର୍ତ୍ତମାନ ପାଖାପାଖି 6 ଫୁଟରୁ ଅଧିକା ପାଣି, ଯେଉଁଟାକି ଗତ ଥର ଯେଉଁ ବନ୍ୟା ହେଇଥିଲା 10 ଫୁଟରୁ ଅଧିକା ପାଣି ଥିଲା। ହୀରାକୁଦ ଜଳଭଣ୍ଡାରର 16ଟି ଗେଟ୍ ଖୋଲିବା ପରେ ବର୍ତ୍ତମାନ ଏଭଳି ସ୍ଥିତି ସୃଷ୍ଟି ହେଇଛି। ଯେତେବେଳେ ବି ଜଳଭଣ୍ଡାର ଗେଟ୍ ଖୋଲୁଛି ହୀରାକୁଦରୁ, ସେତେବେଳେ ଏଇ ଲୋକଙ୍କର ଗମନାଗମନ କଥା ବିଚ୍ଛିନ୍ନ ହୋଇପଡ଼ୁଛି। ତେଣୁ ଆଜି ମଧ୍ୟ ଗତକାଲି ଠାରୁ ଏଇ ରାସ୍ତା ଉପରେ ଯେଉଁ ପାଖାପାଖି 6 ଫୁଟରୁ ଅଧିକ ପାଣି ଅଛି, ଏଇ 5ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ତେଣୁ ଏହାର ଯେଉଁ ସ୍ଥାୟୀ ସମାଧାନ କେବେ ହେଇପାରିବ ଏବଂ କ'ଣ କଲେ ଏଇ 5 ଖଣ୍ଡ ଗାଁ ଯେଉଁଟାକି ସାମାନ୍ୟ ଗେଟ୍ ଖୋଲିଲେ ଯେଉଁଟା ବିଚ୍ଛିନ୍ନ ହୋଇଯାଉଛି ବାହ୍ୟ ଜଗତରୁ ଏବଂ ଜଳବନ୍ଦୀ ହେଇଯାଉଛନ୍ତି, ସେଇ ସମସ୍ୟାର ସ୍ଥାୟୀ ସମାଧାନ ହେଇପାରିବ, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ଆମେ ଦେଖିବା ବର୍ତ୍ତମାନ ଆମ ପାଖରେ ଏ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ଅଛନ୍ତି। ସେ ଯେଉଁଟାକି ବାରମ୍ବାର ଏଭଳି ପରିସ୍ଥିତି ଦେଖି ଆସିଛନ୍ତି, ଏଇଭଳିଆ ପରିସ୍ଥିତିର ସାମ୍ନା କରି ଆସୁଛନ୍ତି। ଆମେ ତାଙ୍କ ସହିତ ସିଧାସଳଖ କଥା ହେବା। ଆମେ ବର୍ତ୍ତମାନ ଡଙ୍ଗାରେ ଅଛୁ, ଯେଉଁଟାକି କରଡ଼ାପଡ଼ା ଠାରୁ ତାଙ୍କର ଯେଉଁ ରହିଛି ଗାଁ ଗଇନ୍ଦି, ସେଇ ଗଇନ୍ଦି ପର୍ଯ୍ୟନ୍ତ ଯାଉଛୁ। ସେ ମଧ୍ୟ ଆମ ସାଙ୍ଗେ ଡଙ୍ଗାରେ ଅଛନ୍ତି। ଯେଉଁ ରାସ୍ତା ଦେଇକି ଯାଉଛୁ ସେଠି 6 ଫୁଟରୁ ଅଧିକ ପାଣି ଏବଂ ଆମେ ଡଙ୍ଗାରେ ଯାଉଛୁ। ତାଙ୍କ ସହିତ ଆମେ ସିଧାସଳଖ ଆଲୋଚନା କରିବା ଯେ ଏମିତି ବାରମ୍ବାର କାହିଁକି ହେଉଛି ଏବଂ ସେମାନେ କି ପ୍ରକାର ଅସୁବିଧା ଭୋଗୁଛନ୍ତି। ଆପଣଙ୍କର ହୀରାକୁଦ ଡ୍ୟାମ୍ ଖୋଲିଲା ମାତ୍ରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। କେତେ ବର୍ଷ ହେଲା ଏମିତି ହେଉଛି? କ'ଣ ଆପଣମାନେ ଅସୁବିଧା ଭୋଗୁଛନ୍ତି? କେତେ ଖଣ୍ଡ ଗାଁ ଏମିତି ଅସୁବିଧା ଭୋଗୁଛନ୍ତି? ଆଜ୍ଞା, ଆଜକୁ 50-60 ବର୍ଷ ହେବ ଆମେ ଜନ୍ମ ହେଲା ଦିନଠୁ ଜାଣିଲୁଣି। ଯେତେବେଳେ ହୀରାକୁଦ ଡ୍ୟାମ୍ ପାଣି ଛାଡ଼ିଲା, ତାହେଲେ ଆମ ଗଇନ୍ଦି, ବେହେରାସାହି, ମଝିପଡ଼ା, ରାମିଗୁଣ୍ଡା, ଟିକରପଡ଼ା ପଞ୍ଚାୟତର ଏଇ ଯେଉଁ 4-5ଟି ଗାଁ ପୁରା ବାହ୍ୟ ଜଗତରୁ ବିଚ୍ଛିନ୍ନ। କିନ୍ତୁ ସରକାର ଯଦି ଏଇ ରାସ୍ତାର ବ୍ୟବସ୍ଥା କରନ୍ତେ, ମାନେ ଉଚ୍ଚା କରନ୍ତେ କେଉଁଠୁ ଆମ ରାମିଗୁଣ୍ଡା ଠାରୁ ଗଇନ୍ଦି ପର୍ଯ୍ୟନ୍ତ, ତାହେଲେ ଆମ ଦୁଃଖ ଯାଆନ୍ତା। ନହେଲେ ବହୁତ ଅସୁବିଧା। ଧର ଏଇ ଆମର କିଏ ରୋଗୀ ପଇଲା, ଆଉ ପିଲା ଛୁଆ ପାଠ ପଢ଼ିଯିବା, ଗାଡ଼ି ମଟର ଯିବା, ଗାଡ଼ି ତ ପୁରା ସମ୍ପୂର୍ଣ୍ଣ ବନ୍ଦ। ତେଣୁ ସରକାରଙ୍କ ନିବେଦନ, ସେଇ ରାସ୍ତାଟା ଯଦି ଉଚ୍ଚା କଲେ ଆମେ ବହୁତ। ଆପଣଙ୍କର ଆମେ ଦେଖୁଛୁ ଏଇ ମାସ ଭିତରେ 2 ଥର ବନ୍ୟା ହେଇଥିଲା। ଆପଣ ଥରେ 8 ଦିନ ଜଳବନ୍ଦୀ ଅବସ୍ଥାରେ ଥିଲେ, ଆଉ ଥରେ ମଧ୍ୟ ପାଖାପାଖି 5 ଦିନରୁ ଅଧିକ ଜଳବନ୍ଦୀ ଅବସ୍ଥାରେ ଥିଲେ। ବର୍ତ୍ତମାନ କାଲିଠାରୁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। କ'ଣ ସବୁ ଅସୁବିଧା ହେଉଛି? ଆଜ୍ଞା, ଏଇଟା ତ ରାସ୍ତାଟା ଜଗିଦେଲା ମାନେ ଆମେ ଆଉ ଦୋକାନ, ବାଡ଼ି, ବଜାର କୌଣସି ଆଡ଼େ ଯିବାର ନାହିଁ। ଯଦି ଯିବ କିଏ ଅସୁବିଧା ହେଲେ ପାହାଡ଼ ପାଖେ ଚଢ଼ିକି, ତାପରେ ଯେଉଁ ଡେଲିଭରି ଫେଲିଭରି ପେସେଣ୍ଟ ହେଲେ ଆମେ ବି ବହୁତ ଅସୁବିଧା ହେଉଛୁ। ତେଣୁ ଅସୁବିଧା, ସରକାରଙ୍କୁ ନିବେଦନ ଏଇ ରାସ୍ତାଟା ଟିକେ ଉଚ୍ଚା କଲେ ଆମ ପାଇଁ ସୁବିଧା ହୁଅନ୍ତା। ଆଉ ଏଇଟା ଯେତେବେଳେ ହେଉଛି ଏଭଳିଆ ପରିସ୍ଥିତି ସୃଷ୍ଟି ହେଉଛି। ବର୍ତ୍ତମାନ ତ 16ଟା ଗେଟ୍ ଖୋଲା ଅଛି, ବର୍ତ୍ତମାନ ବନ୍ଦ ହେଇନି। 16ଟା ଯାକ ଗେଟ୍ ଯଦି କଣ୍ଟିନ୍ୟୁ କରିବ, ଆହୁରି 4-5 ଦିନ ଯଦି ପାଣି ଛାଡ଼ିବ, ଏଭଳି ଅବସ୍ଥା ରହିବ, କ'ଣ କରିବେ ସେତେବେଳେ? ଆଜ୍ଞା, ଆଉ ଆମେ କ'ଣ କରିବୁ? ସରକାର ଯାହା କରିବା କଥା କରି, ଆମେ ଆଉ ଆମ କରିବାର କିଛି ନାହିଁ ଉପାୟ। ସରକାର ଯଦି ଆମ ପାଇଁ କ'ଣ, ଧର ମନେକର ଆମର ଅସୁବିଧା ଜିନିଷପାତି ସଉଦାପତ୍ର ଅନୁଗୁଳ ସବୁ ଆଣନ୍ତି, କିନ୍ତୁ ଗାଡ଼ି ମଟର ବନ୍ଦ, ସଉଦାପତ୍ର ଆଣିବା ପାଇଁ ଅସୁବିଧା। ତେଣୁ ଲୋକ ହଇରାଣ ଅସୁବିଧା ପାଇବେ। ଆଉ ଏଇଭଳିଆ ଯେଉଁ ପରିସ୍ଥିତି ହେଉଛି, ଏଥିରେ ବିଦ୍ୟୁତ ସଂଯୋଗ ହଉ ବା ପାନୀୟ ଜଳ ହଉ ବା ଅନ୍ୟାନ୍ୟ ଯାହା ବି ଅସୁବିଧା ହେଉଛି, ଯାହା ଆପଣମାନେ ନିର୍ଭର କରନ୍ତି ସହର ଉପରେ, ଅନୁଗୁଳ ଉପରେ, ନିଜର ସଉଦା ପତ୍ର ଠାରୁ ଆରମ୍ଭ କରି ଔଷଧ ପତ୍ର ପର୍ଯ୍ୟନ୍ତ, ଏଭଳି ଅବସ୍ଥା ଲାଗି ରହିଲେ କ'ଣ ସବୁ ଅସୁବିଧା ହେଉଛି? କ'ଣ କରିବେ ବୋଲି ଭାବୁଛନ୍ତି? ଟିକେ ଏ ବନ୍ୟା ହେଇଛି, ଆଉ ଟିକେ ସାମାନ୍ୟ ପାଣି ଆସିଲେ ପୁରା ଲାଇନ୍ କାଟିଦେବେ। ତେଣୁ ଅନ୍ଧାରରେ ରହିବାକୁ ପଡ଼ିବ। ଅନ୍ଧାର ରହିଲେ ରାତିରେ ହାତୀ ଫାତୀ ସବୁ ଗାଁ ଗଣ୍ଡାରେ ପଶି ଯାଉଛନ୍ତି। ତେଣୁ ଆରଥରକ ତ ସେଇଭଳିଆ ହେଇଥିଲା। ମହମବତୀ ଫହମବତୀରେ ବହୁତ ଲୋକ ଅସୁବିଧା ହେଲେ। ଏମିତି ହେଲେ ଅସୁବିଧା ହେଉଛି। ତେଣୁ ଏଇ ରାସ୍ତା ଖଣ୍ଡିକ ଖାଲି, ମୁଖ୍ୟତଃ ରାସ୍ତାଟା ଟିକେ ଉଚ୍ଚା ହେଇଗଲା ମାନେ ପୁରା ଦୁଃଖ ଦୁର୍ଦ୍ଦଶା ଲୋକଙ୍କ ଯାଆନ୍ତା। ନହେଲେ ବହୁତ ଲୋକ ମେଡ଼ିକାଲ ଫେଡ଼ିକାଲ ପାଇଁ ଅସୁବିଧା ଭୋଗୁଛନ୍ତି। ବାଧ୍ୟରେ ପାହାଡ଼ ପାଖରେ ବୋହିକି ନେବାକୁ ପଡ଼ୁଛି। ଚାଲିଛି ଏଇଭଳିଆ ସିଷ୍ଟମ। ଆଉ ସରକାରଙ୍କ ନିବେଦନ ଏଇଆ ଯେ ରାସ୍ତାଟା ହେଲେ କିନ୍ତୁ ଦୁଃଖ ଦୂର ହେବ। ଦେଖନ୍ତୁ, ଏଇ ଯେଉଁ 5 ଖଣ୍ଡ ଗାଁ ରହିଛି, ସାମାନ୍ୟ ବନ୍ୟା ହେଲେ, ମଧ୍ୟମ ଧରଣର ବନ୍ୟା ହେଲେ ବି 5 ଖଣ୍ଡ ଗାଁ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛନ୍ତି। ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହେଇଯାଉଛି, ବିଦ୍ୟୁତ ସଂଯୋଗ ବନ୍ଦ ହେଇଯାଉଛି। ତେଣୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାର କାରଣ ଯାହା ଆମ ପାଖରେ ସୂଚନା ରହିଛି, ବହୁତ କିଛି ବର୍ଷ ପୂର୍ବରୁ ଏ ରାସ୍ତାକୁ ପାଖାପାଖି 10ରୁ 12 ଫୁଟ ଉଚ୍ଚତା କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହେଇଥିଲା।
ଏବଂ ଆର୍ଥିକ ମଞ୍ଜୁରୀ ମଧ୍ୟ ହୋଇଥିଲା, କିନ୍ତୁ କୌଣସି କାରଣବଶତଃ ତାହା ହେଇପାରିନି। ତେଣୁ ଏହି ରାସ୍ତାକୁ ବର୍ତ୍ତମାନର ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାର ଆବଶ୍ୟକ ରହିଛି। କାହିଁକିନା ଟିକରପଡ଼ା ପଞ୍ଚାୟତରେ ଏଇ ଯେଉଁ 5 ଖଣ୍ଡ ଗାଁ ରହିଛି, ଏଇ 5 ଖଣ୍ଡ ଗାଁରେ 10,000ରୁ ଅଧିକ ଲୋକ ବସବାସ କରୁଛନ୍ତି। ତେଣୁ ସେମାନଙ୍କର ସୁବିଧା ପାଇଁ ନିଶ୍ଚିତ ପକ୍ଷରେ ଏହି ରାସ୍ତାର ଉଚ୍ଚତା ଦରକାର, ନଚେତ୍ ଆର ଅନ୍ୟ କୌଣସି ବିକଳ୍ପ ନାହିଁ। ହୀରାକୁଦ ଗେଟ୍ ଖୋଲିଲା ମାନେ ଏଇ ଲୋକମାନେ ଏଇଭଳିଆ ଅସୁବିଧା ହେଉଥିବେ। ତେଣୁ ଆମେ ବର୍ତ୍ତମାନ ଆଉ ଥରେ ମୁଁ କହି ରଖୁଛି ଯେ ଆମେ ଯେଉଁ ରାସ୍ତାରେ ବର୍ତ୍ତମାନ ଯାଉଛୁ, ଏଇଟା ହେଉଛି ରାସ୍ତା ଯେଉଁଠି 6 ଫୁଟର ପାଣି ଅଛି, ଯେଉଁଠି ଗଛ ଗୁଡ଼ିକ ବୁଡ଼ି ଯାଇଛି, ଯେଉଁଠି ସେଇ ଗାଁର ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ପାଣି ଆସିଯାଇଛି, ଯେଉଁଠିକି ସେପଟୁ ଏପଟକୁ ଆସିବା କିମ୍ବା ଆରପଟୁ ଏଇ ଗାଁ ଭିତରକୁ ଆସିବା ସମ୍ପୂର୍ଣ୍ଣ ଭାବରେ କଷ୍ଟସାଧ୍ୟ ହୋଇପଡ଼ିଛି ବା ଅସମ୍ଭବ ହୋଇପଡ଼ିଛି। ପ୍ରଶାସନ ତରଫରୁ ମଧ୍ୟ ଏଇ ଗାଁ ଗୁଡ଼ିକୁ ଗତ ଥର ଯେତେବେଳେ ବନ୍ୟା ହେଇଥିଲା କିଛି ସହାୟତା ଦିଆହେଇଥିଲା ପ୍ରଶାସନ ତରଫରୁ। ତେଣୁ ଚଳିତ ବର୍ଷ ମଧ୍ୟ ଯେଉଁଭଳି ଭାବେ ଗତକାଲିଠାରୁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ସରକାରୀ ସହାୟତା ଦେବାର ଆବଶ୍ୟକତା ରହିଛି। ଆମେ ଆଉ ଥରେ ଦେଖେଇବାକୁ ଚାହିଁବୁ ଟିକେ ଦେଖନ୍ତୁ, ଏଇ ଯେଉଁ ଅକାତ ପାଣି, ଇଏ ହେଉଛି ମହାନଦୀ ସାତକୋଶିଆ ଗଣ୍ଡର ଯେଉଁ ବଢ଼ିଛି, ଯେଉଁ ଜଳସ୍ତର ବୃଦ୍ଧି ପାଇଛି ତାର ପାଣି। ଏଇ ଯେଉଁ ପାଣି, ଏଥିରେ ଆହୁରି ମଧ୍ୟ ଭୟ ରହିଛି ଯେ ସାତକୋଶିଆ ଗଣ୍ଡରୁ ହୁଏତ କୁମ୍ଭୀର ଆସିଥାଇପାରନ୍ତି ଏବଂ ବିଭିନ୍ନ ସରୀସୃପ ମଧ୍ୟ ଆସିଥାଇପାରନ୍ତି। ତେଣୁ ଆପଣ କ'ଣ କହିବେ, ଏଇ ଯେଉଁ କୁମ୍ଭୀର ଭୟ ମଧ୍ୟ ଲୋକଙ୍କ ମଧ୍ୟରେ ରହିଥିବ ନିଶ୍ଚୟ? ଆଜ୍ଞା, କୁମ୍ଭୀର ବି ଆସୁଛନ୍ତି, ପୁରା ଗାଁ ପାଖକୁ ପଳେଇ ଆସୁଛନ୍ତି। ତେଣୁ ଲୋକ ଦେଖିକି ଚାହିଁକି ଚଳୁଛନ୍ତି। ଆଉ ଗାଈ ବାଛୁରୀ ବି ନେଇ ନୂଆ ଯାଉଛି, ସମୟ ପଇଲେ ବି ଗାଈ ବାଛୁରୀ ଛେଳି ଚୋରିଗଲା ମାନେ ନିହାତି ନେଇଯାଉଛି। ଆଉ ନିଶ୍ଚିତ ଭାବେ ଶୁଣୁଥିଲେ ଏଇ ଅବସ୍ଥା ଦୁର୍ଦ୍ଦଶା ସମ୍ପର୍କରେ ଗାଁର ଜଣେ ଏଇ ଅଞ୍ଚଳ ଜଣେ ବରିଷ୍ଠ ନାଗରିକଙ୍କ ମୁହଁରୁ। ତେଣୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ତ୍ତମାନ। ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ ହେଉଛି। ଅନୁଗୁଳ ସାତକୋଶିଆ ଟିକରପଡ଼ା ଅଞ୍ଚଳରୁ ଭିକାରୀ ମହାନ୍ତି, ନ୍ୟୁଜ୍ 18 ଓଡ଼ିଆ।